ବାଲିମେଲାରେ ନିର୍ମାଣାଧୀନ ବୃହତ୍ତମ ଇସ୍କନ ମନ୍ଦିର ସମାଜକୁ ସୁପଥରେ ଆଣିବାକୁ ଆଧ୍ୟାତ୍ମିକ ମାର୍ଗ ହିଁ ଏକମାତ୍ର ଉପାୟ। ମଣିଷ ସମାଜ ଦିନକୁ ଦିନ ବିପଦଗାମୀ ହେବାକୁ ବସିଛି। ତେଣୁ ଆଧ୍ୟାତ୍ମିକ ଜ୍ଞାନ ହିଁ ମନୁଷ୍ୟକୁ ଭଲ ବାଟକୁ ଆଣିପାରେ। ଏଥିପାଇଁ ଦରକାର ଏକ ସାଧନାସ୍ଥଳୀ। ଏହି ସ୍ୱପ୍ନ ନେଇ ଛାତ୍ରାବସ୍ଥାରୁ ଇସ୍କନରେ ନିଜକୁ ହଜାଇ ଦେଇଥିଲେ ବନମାଳୀ। ଆଜି ସଫଳ ହେଉଛି ତାଙ୍କର ସାଧନା। ନିଜ ଜନ୍ମମାଟିରେ ଏକ ବିରାଟ ମନ୍ଦିର ନିର୍ମାଣ କରି ଜନକଲ୍ୟାଣ ନିମନ୍ତେ ଉତ୍ସର୍ଗିତ କରିବା ଲକ୍ଷ୍ୟରେ ଦିନରାତି ଏକ କରି ନିର୍ମାଣ କରୁଛନ୍ତି ଏକ ବିଶାଳ ଇସ୍କନ ଟେମ୍ପଲ, ଯାହା 10 ଏକର ପରିମିତ ଜମିରେ ନିର୍ମାଣ ଚାଲିଛି। ମୋ ନାଁ ହେଉଛି ବନମାଳୀ ଦାସ। ନା ଅପନ୍ତରା ରାଇଜ କାହିଁ କହିବା, ସବୁ ଜାଗା ଗୁଡ଼ାକ ସମାନ। ଧରିତ୍ରୀକୁ କାହିଁ ଆମେ ନିନ୍ଦା କରିବା, ଅପନ୍ତରା କହିବା। ପାରାଦୀପ ପୋର୍ଟ ଏଠି ଅଛି, ରାହାମା ବଡ଼ ବଡ଼ ମାର୍କେଟ ଏଠି ଅଛି, ଏରସମା ଅଛି। ତେଣୁ ଏ ଏରିଆରେ ଲୋକମାନେ ଅପନ୍ତରା ରହିନାହାନ୍ତି, ଭଲ ଭାବରେ ଅଛନ୍ତି। ରାସ୍ତା ସଡ଼କ ଇ ସବୁ ଗମନାଗମନର ବହୁତ ଉନ୍ନତି ହେଇଛି, ସବୁକିଛି ଅଛି। ଇଲେକ୍ଟ୍ରିସିଟି ଅଛି, ୱାଇଫାଇ ଅଛି। ଏଠି ନା ଉଦ୍ଦେଶ୍ୟ ମାନେ ହେଉଛି ମନ୍ଦିର ଏଠି କରିବାରେ। ଏଠି ମନ୍ଦିର ଏ ଏରିଆରେ ନାହିଁ, ବଡ଼ ମନ୍ଦିର। ମୁଁ ଭାବୁଛି ଏଇଟା ଜଗତସିଂହପୁର ଜିଲ୍ଲାର ସବୁଠାରୁ ବଡ଼ ମନ୍ଦିର ହେବ। ଆଉ ଏଠି ରହିବେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ ଆଉ ଗୌରନିତାଇ ଏଠି ପ୍ରତିଷ୍ଠା ହେବେ। ମନ୍ଦିର କାମ ଚାଲିଛି, ସମୟ ଲାଗିବ। ଲୋକମାନେ ଏଠି ଏରିଆରେ ଉପକୃତ ହେବେ, ମନ୍ଦିରକୁ ଆସିବେ, ଦର୍ଶନ କରିବେ। ବିଭିନ୍ନ ପ୍ରକାର ଆମ୍ୟୁଜମେଣ୍ଟ ପାର୍କ ହେବ, ହେବ, ଗୋଶାଳା ହେବ, ଆଉ ପ୍ରଭୁପାଦଙ୍କର ସମାଧି ହେବ, ଆଉ ଭଜନ କୀର୍ତ୍ତନ ସବୁବେଳେ ହେବ, ଆଉ ଗୀତା ପାଠ କରାଯିବ, ଭାଗବତମ ପାଠ କରାଯିବ। ସବୁ ଲୋକମାନେ ସବୁ ଆଧ୍ୟାତ୍ମିକ ଲାଇନରେ ଆପ୍ରାୟିତ ହେବେ, ଆଧ୍ୟାତ୍ମିକ ଲାଇନକୁ ଆସିବେ। କାରଣ ଗାଁ ଗଣ୍ଡାରେ ବର୍ତ୍ତମାନ ଯୁବକମାନେ ସବୁ ବିପଥଗାମୀ ହେବାକୁ ଯାଉଛନ୍ତି। ତେଣୁ ଯୁବକମାନଙ୍କୁ ଏଇ ପଥକୁ ଆଣିବାକୁ ହେଲେ ଏଇଟା ହେଉଛି ନିହାତି ଗୋଟିଏ ରାସ୍ତା, ଯେଉଁଠିକି ସେମାନେ ବିପଥଗାମୀ ହେବେନି। ମଦ, ମାଂସ, ବ୍ୟଭିଚାର ଏଗୁଡ଼ା ସବୁଆଡ଼େ ଚାଲିଛି। ତେଣୁ ଆଧ୍ୟାତ୍ମିକ ଲାଇନ୍କି ସେମାନେ ଆସିଲେ, ଆମର ଇସ୍କନର ବଡ଼ ବଡ଼ IIT ଷ୍ଟୁଡେଣ୍ଟ ସବୁ ରହିଛନ୍ତି, ତାଙ୍କ ସାଙ୍ଗରେ ୟାଙ୍କୁ ଯୋଗାଯୋଗ କରିବାକୁ ପଡ଼ିବ। ସେମାନେ ଆସିବେ, ପ୍ରବଚନ ଦେବେ। ମାନେ ସେମାନେ ଜାଣିବେ ଯେ ଯେତେବେଳେ ଇସ୍କନର ବଡ଼ ବଡ଼ IIT ଷ୍ଟୁଡେଣ୍ଟ ମାନେ ଜଏନ୍ କରିଛନ୍ତି, ଶିକ୍ଷାବିତ୍ ମାନେ ଅଛନ୍ତି। ତେଣୁ ସେମାନେ ବଡ଼ ବଡ଼ ଯେଉଁମାନେ ଅଛନ୍ତି, ଶିକ୍ଷାବିତ୍ଟି ଅଛନ୍ତି, ପାଠପଢ଼ା ପିଲା, ସେମାନେ ନିଶ୍ଚିତ ଭାବରେ ଉପକୃତ ହେବେ, ଆଉ ଲାଇକ୍ କରିବେ, ଆଉ ଜଗନ୍ନାଥଙ୍କର ଗୁଣଗାନ କରିବେ। ମଦ ଫଦ ଏଗୁଡ଼ା ସବୁ ଛାଡ଼ିବେ, ବ୍ୟଭିଚାର ଛାଡ଼ିବେ, ଆଉ ରାଷ୍ଟ୍ର ନିର୍ମାଣରେ କେମିତି ସହଯୋଗ କରିବେ। ଆଉ ଏଇଟା ହେଉଛି ବଡ଼ କଥା। ଆଉ ଏ ମନ୍ଦିରର ଉଦ୍ଦେଶ୍ୟଟା ସେୟା। ଆପଣ କହିଲେ ଆମେ ଆଧ୍ୟାତ୍ମିକ ଲାଇନ୍ ତ ମୁଁ 19 ବର୍ଷରୁ ଇସ୍କନରେ ଜଏନ୍ କରିଥିଲି, 77 ମସିହା ନଭେମ୍ବରରେ। ତେଣୁ ଇସ୍କନ ସାଙ୍ଗରେ ଜଡ଼ିତ ଅଛି, ଅଛି। ତେଣୁ ଆମ ଘରଟା ହେଉଛି ଏଇଠି ପାଖରେ ଦିଆନପୁର। ତେଣୁ ଭାବିଲି ଏ ଏରିଆରେ ଗୋଟେ ଯଦି ମନ୍ଦିର ନିର୍ମାଣ କରାଯିବ, ତେଣୁ ତାହେଲେ ଏ ଲୋକମାନେ ସବୁ ଉପକୃତ ହେବେ। ତାପରେ ଜଗନ୍ନାଥ ଦେବ ଆସିଲେଣି, ରାଧାକୃଷ୍ଣ ଆସିବେ। ତେଣୁ ଲୋକମାନଙ୍କର ବହୁତ ଆଗ୍ରହ ଅଛି। ଆମର ଗୋଟାଏ ପ୍ରୋସେସନ୍ ହେଇଥିଲା, ଜଗନ୍ନାଥ ଆସିଲା ବେଳେ ଅପର୍ଯ୍ୟାପ୍ତ ଲୋକ ହେଇଥିଲେ, 2-3 ହଜାର ଲୋକ ହେଇଥିଲେ। ପ୍ରସାଦ ସେବନ କରିଗଲେ, ଏଇ 6-7 ଦିନ ତଳର କଥା। ତେଣୁ ଲୋକମାନଙ୍କର ଆଗ୍ରହ ଅଛି। ଗାଁ ଗଣ୍ଡାକୁ କେମିତି ଆମେ ଏ ଆଧ୍ୟାତ୍ମିକ ଚେତନା ଦେଇଦେଲେ, ତାହେଲେ ଏ ଗାଁ ଗଣ୍ଡାରେ ଯେଉଁ ଚାଲିଛି, ଛୋଟ ପିଲାମାନେ ଖାଲି ଟିଭି, ମୋବାଇଲ, ମଦ, ମୁଁ ଦେଖୁଛି ତ 10-12 ବର୍ଷର ପିଲା ବି ମଦ ପିଇବାକୁ ବ୍ୟସ୍ତ ହିଁ ପଡ଼ିଲେଣି। ତେଣୁ ଏମାନଙ୍କୁ ଠିକ୍ ଭାବରେ ଶିକ୍ଷା ଆଉ ସଂସ୍କାର ଆଣିବାକୁ ହେଲେ ମନ୍ଦିର ଦରକାର। ଆଉ ଭଲ ଭଲ ଆମର ଯିଏ ପ୍ରଚାରକ ଅଛନ୍ତି, IIT ଷ୍ଟୁଡେଣ୍ଟ ହେରିକା ଅଛନ୍ତି, ସେମାନେ ତାଙ୍କୁ ଉଦ୍ବୋଧନ ଦେଲେ, ହରି କଥା କହିଲେ, ସେମାନେ ନିଶ୍ଚିତ ଭାବରେ ତାଙ୍କର ମନ ପରିବର୍ତ୍ତନ ହେବ। ଆଉ ସିଏ ରାଷ୍ଟ୍ର ନିର୍ମାଣ ଆଉ ସୁସଂଗଠିତ ସୋସାଇଟି କରିବାକୁ ପଶ୍ଚାତ୍ପଦ ହେବେନି। ଆଜିକାଲି ବହୁତ ଗାଁ ପିଲା ସବୁ ବାପା ମାଆଙ୍କୁ ପଚାରୁନାହାନ୍ତି। ବାପା ମାଆ ବୁଢ଼ାବୁଢ଼ୀ ହେଇଗଲା ପରେ ତାଙ୍କୁ ସବୁ ଅଲଗା କରିଦେଉଛନ୍ତି। ବହୁତ କଷ୍ଟରେ ସେମାନେ ଚଳୁଛନ୍ତି। ଏଇସବୁ ହେଉଛି ଆଧ୍ୟାତ୍ମିକ ଚେତନା ନାହିଁ। ଆଉ ଆମେ ଯଦି ସମାଜ ଭଲ ସୁସ୍ଥ ସମାଜ ନ ଗଢ଼ି ପାରିବା, ତାହେଲେ କେମିତି ହେବ? ହେଇପାରିବନି। ଯେମିତି ଭାରତବର୍ଷଟା ହେଉଛି ମହାନ ଦେଶ। ତେଣୁ ଆମର ଯଦି ସୋସିଆଲ ଷ୍ଟ୍ରକ୍ଚରଟା ଠିକ୍ ଭାବରେ ନ ରହିବ, ବିପଥଗାମୀ ହେବ। ଯେତେ ଉନ୍ନତ କଲେ କ'ଣଟା ହେବ? କିଛି ଲାଭ ନାହିଁ। କିନ୍ତୁ ଆମର ସୋସିଆଲ ଷ୍ଟ୍ରକ୍ଚରଟା ଠିକ୍ କରିବାକୁ ପଡ଼ିବ, ବହୁତ ମଜବୁତ କରିବାକୁ ପଡ଼ିବ। ତାହେଲେ ଯାଇକରି
भल राष्ट्र निर्माण हो पार राष्ट्र उन्नति कर सबकिछ कर सचेतन हवा दरकार नागरिक माने सचेतन हवा दरकार छोट पिला ठार आरंभ कर वृद्ध पर्यंत समस्ते सचेतन हवा दरकार देश समस्ते जलांजलि देवा दरकार देश केमी चलुची सेटा देखा दरकार ना केमी हम जोगाड़ करुँच दान अच्छा सेमती सुहृद व्यक्ति जमती राम मंदिर होगा अयोध्या 2 वर्ष होगा तेणु से भक्त मैंने अच्छा कि सब सब दान दौरान आउ निजर व्यक्तिगत अर्थ भी आम ये उपयोग करुँ ठाकुर देखा जाऊ जहाँ हम भविष्य इधर तो मंदिर निर्माण चलती ना मंदिर निर्माण चलती राधाकृष्ण मंदिर राधाकृष्ण जगन्नाथ बलभद्र सुभद्रा आउ गौरनीता ये विजय माने प्रतिष्ठा हेबे आउ इठी आमर भी गोशाला हम गाई मानकर गाई माने रखिबू गाई रखिकी सेवा करूँ आउ प्रभाती अच्छी प्रभुपाद समाधि हम गुरुकुल भी कर इच्छा अच्छी देखा जाऊ पिला माननकु गुरुकुल छोट अवस्था केमती आध्यात्मिक चेतना दि जाव सेटा कर अच्छी देखा जाऊ भगवान केते दिन तीर्थलिपि शिवस्व पाणी को रिपोर्ट ईपीए न्यूज एमिति आउ किछि नुआ नुआ खबर जानिबा पई हम ईपीए चैनल को लाइक शेयर एवं सब्सक्राइब करने को भूलंतु नहीं।